ଖାଲି ଧ୍ରୁବ ସାହୁ ନୁହନ୍ତି, ତମର ଜିତୁ କୁହ, କିଟ୍ ଅଚ୍ୟୁତ ସାମନ୍ତ କୁହ, ବିଜୁ ଜନତା ଦଳର ବହୁ ନେତା ତାଙ୍କ ନାଁ ବି ନେଇ ହେବନି, ଏତେ ନେତା ସରକାରୀ ଜଙ୍ଗଲ ଜମିକି ମାଡ଼ି ବସିଛନ୍ତି। ସେଇ ସାହସରେ ଧ୍ରୁବ ସାହୁ ଗୋଟେ ଜଙ୍ଗଲ ଜମି ମାଡ଼ି ବସି ସେଠି ଗୋଟେ ସ୍ୱାଦ ହୋଟେଲ କଲେ। ସେ ସ୍ୱାଦ ହୋଟେଲଟା କାହିଁକି କଲେ ସେତେବେଳେ କେନ୍ଦ୍ରାପଡ଼ା ଜିଲ୍ଲା ଲୋକ ବୁଝିପାରୁନଥିଲେ, କିନ୍ତୁ ସ୍ୱାଦ ହୋଟେଲଟା ଏଇଥିପାଇଁ କରାଯାଇଥିଲା ଯେ ସେଠି ବିଜୁ ଜନତା ଦଳର ନାଳୁଆ ନେତାମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ସ୍ୱାଦ ହୋଟେଲ ତିଆରି କରିଥିଲେ ଧ୍ରୁବ ସାହୁ। ଧ୍ରୁବ ସାହୁଙ୍କର ଆଗରୁ ବହୁତ କେଳେଙ୍କାରୀ ମୋ ପାଖରେ ଅଛି। ଧ୍ରୁବ ସାହୁଙ୍କର ଗୁଡ଼ାଏ ଫଟୋ ବି ନଙ୍ଗଳା ଫଟୋ ଆମ ପାଖରେ ଅଛି। ଧ୍ରୁବ ସାହୁ କାହା ଘରେ ପଶି ଯାଆନ୍ତି, କେଉଁ ସ୍ତ୍ରୀକି ନିଜକୁ ଆପଣେଇ ନିଅନ୍ତି, ତାର ପିଲାକୁ କୋଳେଇ ନେଇକି କୁହନ୍ତି ଯେ ଇଏ ମୋ ଛୁଆ, ମୁଁ ଆର ଦାୟିତ୍ୱ ନେବି। ଧ୍ରୁବ ଜନ୍ମରୁ ନାଳୁଆ। ତେଣୁ ଧ୍ରୁବ ସାହୁ କେବଳ ସ୍ୱାଦ ହୋଟେଲଟା ଏଇଥିପାଇଁ କରିଥିଲା ଜଙ୍ଗଲ ଜମି ଉପରେ ଯେ ବିଜୁ ଜନତା ଦଳର ନେତାମାନେ କି ପାଣ୍ଡିଆନ ହଉ, ବବି ଦାସ ହଉ, କି ଜିତୁ ହଉ, କି ବ୍ୟୋମକେଶ ହଉ, କି କ୍ୟାପ୍ଟେନ ଦିବ୍ୟ ସିଂ ହଉ, କି ବହୁ ନେତାଙ୍କର ସେଇଠି ଆସବାସ ଚାଲିଥିଲା। ଖାଲି ସେତିକି ନୁହଁ, ରିଷି ସାମନ୍ତରା ଯିଏ ଆଜି ରାଜ୍ୟସଭାର ନେତା, ସିଏ ବି ସେଠିକି ଯାଉଥିଲା, ବି ସେଠିକି ଯାଏ। ରିଷି ବି ସେଇ ଅବସ୍ଥାରେ ରହେ। ରିଷି ସାମନ୍ତରା ଛୋଟିଆ ଜନ୍ତୁ ନୁହଁ, ଏଟା ଦଲାଲଟା, ଡକାୟତଟା। ସିଏ ବହୁ ଜମି ହରିଲୁଟ କରିଛି ବିଜୁ ଜନତା ସରକାର ବେଳେ। ତେଣୁ ସିଏ ବି ସେଠିକି ଯାଏ।